କାହିଁକି ହାରିଲା ବିଜେଡି କହିଲେ ପ୍ରଭାତ ବିଶ୍ୱାଳ। ନିର୍ବାଚନରେ ବିଜେଡିର ବିପର୍ଯ୍ୟୟକୁ ନେଇ ମୁହଁ ଖୋଲିଛନ୍ତି ଚୌଦ୍ୱାର କଟକର ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ। ନବୀନ ପଟ୍ଟନାୟକ 5 ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଛନ୍ତି। ସ୍ୱାଭାବିକ ଭାବେ ଶାସନ ବିରୋଧୀ ହାୱା ବିଜେଡି ବିରୋଧରେ ଏକ ବଡ଼ ଫ୍ୟାକ୍ଟର ଭାବେ କାମ କରିଛି। ତେବେ ଭୁଲ ବୁଝାମଣା ଯୋଗୁଁ ବିଜେଡି ନିର୍ବାଚନ ହାରିଥିବା କହିଛନ୍ତି ପ୍ରଭାତ ବିଶ୍ୱାଳ। ଏଥର ବବି ଓ ପାଣ୍ଡିଆନଙ୍କୁ ସିଧା ଟାର୍ଗେଟ କରିଥିବା କୁହାଯାଉଛି। କଟକ ମହାନଦୀ ବିହାରରେ ପୁଅ ସୌଭିକ ବିଶ୍ୱାଳର ବିଜୟ ପାଇଁ ବିଜେଡି କର୍ମୀଙ୍କୁ ଧନ୍ୟବାଦ ପ୍ରଦାନ ସମାରୋହରେ ଭିକେ ପାଣ୍ଡିଆନ ଓ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କଡ଼ା ଭାଷାରେ ଟାର୍ଗେଟ କରିଛନ୍ତି ପ୍ରଭାତ। ପ୍ରଣବ ସମ୍ବଲପୁର ଲୋକସଭା ଓ ତାଙ୍କ ମା କୋରେଇ ବିଧାନସଭା ନିର୍ବାଚନ ହାରିଛନ୍ତି। ଏହା ସେମାନଙ୍କ କର୍ମଫଳ ବୋଲି ପ୍ରଭାତ କହିଛନ୍ତି। ନିର୍ବାଚନ ପୂର୍ବରୁ ସାରା ରାଜ୍ୟ ଗସ୍ତ କରୁଥିଲେ ଭିକେ ପାଣ୍ଡିଆନ। ଏହାକୁ ନେଇ ଲୋକଙ୍କ ପ୍ରତିକ୍ରିୟା ସମ୍ପର୍କରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ସବୁ ସତ କହିଥିଲେ ବୋଲି ପ୍ରଭାତ ବିଶ୍ୱାଳ କହିଛନ୍ତି। କେବଳ ସେତିକି ନୁହେଁ, ତାମିଲ ବିପଦ ନେଇ ବି ସୂଚାଇଥିଲେ। ବିଜେଡି ଓ ନବୀନଙ୍କ ପ୍ରତି ଭଲ ପାଇବା ଯୋଗୁଁ ସେ ଅନେକ ସମୟରେ ଦଳର କ୍ଷତି କରୁଥିବା ଲୋକଙ୍କ ସମ୍ପର୍କରେ କହିବାକୁ ଉଦ୍ୟମ କରିଥିବା କଟକ ସମାରୋହରେ ପ୍ରଭାତ ବିଶ୍ୱାଳ କହିଛନ୍ତି। ଏପରିକି ସେ ପାଣ୍ଡିଆନଙ୍କୁ ନବୀନ ବାବୁଙ୍କ ଆଗରେ ନ ରହି ପଛରେ ରହିଲେ ଭଲ ବୋଲି କହିଥିଲେ। କିନ୍ତୁ ଶେଷରେ ପାଣ୍ଡିଆନ ଓ ବବିଙ୍କ ଫଟୋ ଥିବା ପୋଷ୍ଟର ମାରିବାକୁ କୁହାଗଲା। ଏହା ବିଜେଡିର ବଡ଼ କ୍ଷତି କଲା ବୋଲି ପ୍ରଭାତ କହିଛନ୍ତି। 2019 ନିର୍ବାଚନ ପରେ ମନ୍ତ୍ରିମଣ୍ଡଳ ଗଠନ ହେବା ବେଳେ ସେ ସେତେବେଳର ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ମନ୍ତ୍ରୀ କରିବାକୁ ଲେଖି କରିଦେଇଥିଲେ। ହେଲେ ସେହି କାଗଜକୁ ଚିରି ଫିଙ୍ଗି ଦିଆଯାଇଥିବା ପ୍ରଭାତ କହିଛନ୍ତି। ଏପରିକି ପ୍ରଭାତଙ୍କ ବିରୋଧରେ ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀରେ ଅପପ୍ରଚାର ଉଦ୍ୟମ ହୋଇଥିଲା। ନିଜେ ଚୋରି କରି ପ୍ରଭାତଙ୍କ ମୁଣ୍ଡରେ ଅଠା ବୋଳିବାକୁ ଉଦ୍ୟମ ହୋଇଥିଲା। 2012 ମେ 29 ତାରିଖ ଘଟଣାରେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିବା କହିଛନ୍ତି ପ୍ରଭାତ। ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ। 24 ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ଶାସନ କ୍ଷମତାରେ ରହିଥିବା ବିଜେଡି ଏଥର ନିର୍ବାଚନ ହାରିବା ପଛର କାରଣ ଭିକେ ପାଣ୍ଡିଆନ ଓ ତାଙ୍କ କୋଠରୀକୁ କୁହାଯାଉଛି। ପ୍ରଭାତ ବିଶ୍ୱାଳଙ୍କ ପୂର୍ବରୁ ବିଜେଡି ବିଧାୟକ ଦଳ ବୈଠକରେ ଦଳର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ବବି ଓ ପାଣ୍ଡିଆନଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଥିବା ଚର୍ଚ୍ଚା ହୋଇଥିଲା। ତେବେ ରାଜ୍ୟକୁ ବିଳମ୍ବରେ ଆସିଥିବା ମୋଦି ଲହରକୁ ବିଜେଡି ବିପର୍ଯ୍ୟୟର କାରଣ କହି ନବୀନ ସପେଇ ଦେଇଥିବା କୁହାଯାଇଥିଲା। ଏ ପର୍ଯ୍ୟନ୍ତ ଦଳ ପରାଜୟର କାରଣ ଖୋଜିବାକୁ ବି କମିଟି କରିପାରିନି ବିଜେଡି। ସକ୍ରିୟ ରାଜନୀତିରୁ ନିଜକୁ ପ୍ରତ୍ୟାହାର କରିଥିଲେ ବି ନବୀନ ନିବାସ ଭିତରେ ଭିକେ ପାଣ୍ଡିଆନ ବିଜେଡି ପାଇଁ ଗୋଟି ଚଳାଉଥିବା ଚର୍ଚ୍ଚା ହେଉଛି। ଏବେ ବି ପାଣ୍ଡିଆନ ଆଣ୍ଡ୍କୋ ନିୟନ୍ତ୍ରଣରେ ବିଜେଡି ରହିଥିବା କୁହାଯାଉଛି। ତେବେ ଏହାକୁ ନେଇ ଦଳ ଭିତରେ ଜୋରଦାର ଅସନ୍ତୋଷ ରହିଛି, ଯାହା ଜଣକ ପରେ ଜଣେ ବରିଷ୍ଠ ନେତାଙ୍କ ବୟାନରୁ ସ୍ପଷ୍ଟ ହେଉଛି। ଭିଡିଓଟି ଭଲ ଲାଗିଥିଲେ ନିଶ୍ଚିତ ଭାବରେ ସେୟାର କରନ୍ତୁ, ଲାଇକ୍ କରନ୍ତୁ ଏବଂ ଏହି ଭିଡିଓଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରନ୍ତୁ। ଚ୍ୟାନେଲଟିକୁ ସବସ୍କ୍ରାଇବ କରିନଥିଲେ ଦୟାକରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ।